ପ୍ରିୟା ଭାଉଜ କେତେ କରୁଥିଲ ମଉଜ। ଆଗରୁ ଭାଇକୁ କନ୍ଦେଉଥିଲ, ଏବେ ସାରା ଓଡ଼ିଶାକୁ କନ୍ଦେଇଲ। ସମସ୍ତଙ୍କ ଆଖି ଲୁହ ତୁମର ହେଇଯିବ, ଏକା ସହିବ ତମେ। ତମ ସାଥ ଦେବେନି କେହି, କି ତମ ପାଇଁ କେହି କାନ୍ଦିବେନି। ସାରା ଓଡ଼ିଶା କାନ୍ଦୁଛି ହିମାନ ଭାଇଙ୍କ ପାଇଁ। ତମ ପାଇଁ କେହି କାନ୍ଦିବେନି। ପ୍ରଥମେ ତାଙ୍କୁ କନ୍ଦେଉଥିଲ, ଭାଇକି କନ୍ଦେଇଲ, ଆଉ ପରେ ପୁରା ଓଡ଼ିଶାକୁ କନ୍ଦେଇଲ। ସମସ୍ତଙ୍କ ଲୁହ ତମେ ଏକା ସହିବ। ଦେଖିବ ତମର କ'ଣ ପରିସ୍ଥିତି ହବ। ତମେ ଏକା ଏକା କାନ୍ଦିବ, କେହି ଦେଖିପାରିବେନି କି କାହାକୁ ଦେଖେଇ ପାରିବନି। ହଇଲ ଘଇତା ଛାଡ଼ି ଶ୍ରିୟା, ଆଲୋ ତୁ କାନ୍ଦୁଛୁ କାହା ପାଇଁ? ଯେତେବେଳେ ସ୍ୱାମୀ ବଞ୍ଚିଥିଲା ତୁ ତ ତାକୁ ଘଇତା ଛାଡ଼ିକି ଯାହାକି ତୁ ଘଇତା ଛାଡ଼ି ଯାହାକି ବାପ ଘରେ ଥିଲୁ, ଆଜି ତୁ କାନ୍ଦୁଛୁ କାହା ପାଇଁ? ରାଣ୍ଡ ହେଇଗଲୁ। ଆରେ ସିଏ ବଞ୍ଚିଥିଲା ବେଳେ ତୁ ତାକୁ ଛାଡ଼ି ଦେଇଥିଲୁ, ଯାହାକି ଘଇତା ଛାଡ଼ି ହେଇ ବାପ ଘରେ ଥିଲୁ, ଆଉ ଆଜି ରାଣ୍ଡ ହେଇଗଲୁ। କ'ଣ ଅସୁବିଧା ହେଲା? ଆରେ ବିଧବା ଭର୍ତ୍ତା ପାଇବୁ, ମନ ଖୁସିରେ ରହିବୁ, ରାଣ୍ଡ ହେଇକି ରହିବୁ, ଆଉ ଯେତିକି କାନ୍ଦୁଛୁ ଆହୁରି କାନ୍ଦିବୁ। ମନ ଭରି କାନ୍ଦ। ଗୋଟେ ହୀରା ପାଇଥିଲୁ ତୁ, ହୀରା। ପରିବାର ସୁଖ ପାଇଁ ଗୋଟିଏ ନାରୀ କେତେ କ'ଣ କରିଦିଏ। କେଉଁଠି ଶିବ ବ୍ରତ କରେ ତ କେଉଁଠି ଜାଗର ବାର କରି ନିଜକୁ ଉପବାସ ରଖି ତିଳ ତିଳ କରି କେବଳ ଶାନ୍ତି ପାଇଁ। ତୁ ଶାନ୍ତି ଆଣିଲୁ ନା ଲୁହକୁ ଆମନ୍ତ୍ରଣ କଲୁ? କାନ୍ଦ, ମନ ଭରି କାନ୍ଦ। ହିମାନ ଭାଇଙ୍କ ଯେଉଁ ଯକ୍ଷ୍ମା ରୋଗ ଟିଭି ହେଇଥିଲା, ଆମ ବାଲେଶ୍ୱର ହସ୍ପିଟାଲ ଆପଣ କେବେ ଯାଇଛନ୍ତି? ଦେଖିବେ କେତେ ଯକ୍ଷ୍ମା ରୋଗୀ ବହୁତ ଭଲ ହେଇ ଆସୁଛନ୍ତି। କାହିଁକି ନା ଟାଇମ୍ ଦରକାର, ସମୟ ଦରକାର। ମିନିମମ୍ 1 ମାସ ଟାଇମ୍ ଦରକାର କି 2 ମାସ ଟାଇମ୍ ଦରକାର। ହସ୍ପିଟାଲରେ ରହିବାକୁ ପଡ଼ିବ, ହସ୍ପିଟାଲର ନିୟମ ମାନି ଚଳିବାକୁ ପଡ଼ିବ। କ'ଣ ହେଲା? ଘରକୁ ନେଇ ଆସିଲେ, ହସ୍ପିଟାଲରେ ରହିବା ପାଇଁ ଆପଣଙ୍କ ପାଖରେ ଟାଇମ୍ ନାହିଁ। ଆପଣ ଜଣେ ମା, ଯେତେବେଳେ ପିଲାକୁ କଫ ହୁଏ, କାଶ ହୁଏ, ସପ୍ତାହ 2 ଦିନ ନୁହେଁ 3 ଦିନ 15 ଧରି 1 ମାସ ଧରି ପିଲାକୁ ଭଲ କରିଥିବ, ତ ଆଜି ପିଲାଟା ବଡ଼ ହେଇଗଲା ପରେ ଯେତେବେଳେ ସେଇ ରୋଗ ଆକ୍ରାନ୍ତ ହେଇଛି, ତୁମେ ମା ହିସାବରେ ପୁଅର ପାଖରେ ରହିବା ନିହାତି ଦରକାର। ସାହାଯ୍ୟ ଆପଣ ଯଦି ଓଡ଼ିଶାବାସୀଙ୍କୁ ମାଗିଥାନ୍ତେ 1 ଟଙ୍କା କରିଦେଇଥିଲେ 4.5 କୋଟି ଟଙ୍କା ଆପଣଙ୍କର ହେଇଥାନ୍ତା। ଆପଣ କ'ଣ କଲେ? ଆପଣଙ୍କ ସମୟ ପୁତ୍ର ପ୍ରତି ନ ଦେଇ ଆପଣଙ୍କ ଜାଗାରେ ରହିଲେ, ତ ଆପଣ ବି କାନ୍ଦିବେ। କାହିଁକି ନା ଆପଣ ଜଣେ ପୁତ୍ର ଛଡ଼ା ହେଇଗଲେ, ଯାହାକି ଏତେ କଷ୍ଟ କରି ତାକୁ ଜନ୍ମ ଦେଇ ପାଳି ବଡ଼ କରି ତାକୁ ଏତେ କ'ଣ କରିଛି, ମାନେ ଛୋଟରୁ ବଡ଼ କଲା ପରେ, ଯାହାକି ହାତରୁ 2 ହାତ ହେଇଗଲା ପରେ ଆପଣ ପୁତ୍ରକୁ ପାଖରେ ନ ରହି ଆପଣ ଦୂରେଇ ରହିଲେ, କମ୍ ସମୟ ଦେଲେ। କାହିଁ ପାଖରେ ରହିଲେନି? ଆମ ସମସ୍ତଙ୍କ ଭଲ ପାଇବା ପାଇଁ ହିମାନ ଭାଇଙ୍କୁ ତାଙ୍କର ଆତ୍ମା ଶାନ୍ତି ମିଳୁ, ତାଙ୍କ ପାଇଁ ଆମେ ବି ଲୁହ ଗଡ଼ଉଛୁ। ବହୁତ ଭଲ ସିଙ୍ଗର ଥିଲେ, ଆମ ଓଡ଼ିଶା ପାଇଁ ବହୁତ, ସେ ମୋତେ କାନ୍ଦ ଆସିଯାଏ। ଏତେ ଭଲ ସିଙ୍ଗର ଥିଲେ କି ଯାହାକି ଆମ ପାଇଁ ଗୋଟେ ହୀରା ଥିଲେ ସିଏ। ତ ଆପଣଙ୍କର ମତ କ'ଣ ମୋତେ ଜଣେଇବେ। ମୋ ଭିଡ଼ିଓ ଲାଇକ୍ କରିବେ, ସେୟାର କରିବେ, ସପୋର୍ଟ କରିବେ। ତ ହିମାନ ଭାଇଙ୍କ ପାଇଁ ହୃଦୟରୁ ଦିଲ ସେ ମୁଁ ଆଜି ଭିଡ଼ିଓ ବନେଇଛି। ଆଖିରେ ଲୁହ ଆସିଯାଉଛି ତାଙ୍କ କଥା ଭାବିଲାକୁ। କ'ଣ କରିବା, ସମୟ ଆଉ ଆମ ହାତରେ ନାହିଁ। ସିଏ ଏବେ ଆରପାରିରେ ଅଛନ୍ତି, କିନ୍ତୁ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଆମେ ଠାକୁରଙ୍କୁ ପ୍ରାର୍ଥନା କରିବା, ଆଉ କିଛି ଉପାୟ ନାହିଁ। ଯଦି ଆମେ ସାଧାରଣ ଲୋକ ହୋଇ ଆମ ଆଖିରେ ଲୁହ ଆସିଯାଉଛି, ତ ଆପଣ ମା ତାକୁ ଜନ୍ମ ଦେଇଛନ୍ତି, ଆପଣ ଠିକ୍ ବୁଝିପାରୁଥିବେ ଆପଣ କେତେ ବଡ଼ ହୀରାକୁ ହରେଇଲେ। ଏ ସାରା ଓଡ଼ିଶା ଗୋଟେ ହୀରା ହରେଇଲା, ହୀରା।
हेलो भाई नमस्ते भलर था समस्ते मु देखी आपण मैंने देखी सारी आजिकल फेसबुक रे हिमान भाई भूत देखा मिलूँ तो देखु आम एरिया रे केंदी गड़िया आपण मानक देखी जो एठी जो 3टी भूत रोचती ए गड़िया पाखे आर पाख गड़िया पाखे मुझे देखा जाऊँगी तो देखु कहवा मतरे भूत प्रेत सबकि अच्छा देवता मनुष्य सबकि बाघ छेली हाथी जेते सब प्रकृति अच्छी भूत मध्य भी अच्छा भीमान भाई को भूत भी अच्छी तो मुक्ति पाई ना सारा ओडिशावासी जहाँकि 450 कोटी भल पाइबा से मुक्ति दब भूत मैंने बोधे खाई पी शुई पड़े आ खरा बाहरी ना से राति हेले आसवे स्त्री को मन को छुईब यही द्विपद गीत जहाँकि तू आउ मु आमे तो थिले गोटिए जीवन तू थिलु मोर आत्मा मु थिली तोर प्राण जीवन मते दिला धोका तो बिना कहीं लागे का जी थाउ थाउ मु जाइची मरी फेरिया फेरिया सारी फेरिया फेरिया सारी फेरिया फेरिया सारी फेरिया फेरिया सारी ये फलटी देखुं यहाँ हूँ देम्बुरु फल देखु ये यही फल एमती गोटे औषध गुण अच्छी जहाँकि जो बड़ बड़ बथ बाहरी बालमूलिया बथ से बथ गुड़ी को भल करदेव यही जो फल देखो डेम्बुर फल आपण को सियाड़े भी होती जिते बड़ बथ ही था टिके क्षीर लगेदेले ता बथा पूरा उभीज पूरा मेल्ट हो से गुड़ी बथ गुड़गुड़ी बथ जो सी भी पूरा फुल मेल्ट हो।